नमस्कार जय जगन्नाथ जय बाबा बराଳ ବାଲୁଙ୍କେଶ୍ୱର ପୁଣି ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ କହି ରଖିବି ଯେଉଁମାନଙ୍କର ଏ ଭାଇ ଉପରେ ବିଶ୍ୱାସ ନାହିଁ ସେମାନେ ଟୋଟାଲ କଲ୍ କରନ୍ତୁ ନାହିଁ। ଆରେ ମୁଁ ବରାଳ ବାଲୁଙ୍କେଶ୍ୱରଙ୍କ ନାଁ ନେଲେ ବି ଗୋଟେ ଭଉଣୀ କହୁଛି ବାବା ବରାଳ ବାଲୁଙ୍କେଶ୍ୱରଙ୍କ ନାଁରେ ତୁମେ ଲୋକଙ୍କୁ ମିଛ କଥା କହିକି ପଇସା ଖାଇଦେଉଛ। ପଇସା କେତେ ଟଙ୍କା ଦେଇଛ ସେଇଟା ଟିକେ କହିଲ। ଲୋକ ତମେମାନେ ଗୋଟେ ସମ୍ପର୍କକୁ ଯୋଡ଼ିବାକୁ ଯାଇକି ଗୁଣି ଟୁଣି କତିରେ ପହଞ୍ଚିକି 10,000 15,000 ଟଙ୍କା ଦେଇଦେଇକି ଆସୁଛ, ଇଜ୍ଜତ ବିକିକି ଆସୁଛ। ସେଥିରେ କିଛି ନାହିଁ, ଭାଇକି ଯେତେ 500 300 ଦେଇଦେଲ କି 800 ଟଙ୍କା ଦେଇଦେଲ, ସେ ଯେଉଁ ପଇସାଟା ଦେଲ ସେ ପଇସାଟା ଦେଇକି ମୁଁ ଖାଇଦେଲି କହୁଛ ଖାଇଦେଇଛି ବୋଲି। ଯେଉଁମାନଙ୍କର ପ୍ରଥମରୁ ଶେଷ ଯାଏଁ କହୁଛି, ଯେଉଁମାନଙ୍କର ନ ହେଉଛି ସେମାନେ ଦେଖନ୍ତୁ ନିଜେ ହୃଦୟ ଖାଲି କରି ଡାକନ୍ତୁ, ନା କି ପଇସା ଦେଇଦେଲେ ହେଇଯିବ। ଜଣେ ଭଉଣୀ ଆଜି କମେଣ୍ଟ କରିଥିଲେ କି ଭାଇ ଜଣକ ଠକୁଛନ୍ତି, ଖାଇ ଦେଉଛନ୍ତି ପଇସା ନେଇକି। ଭଉଣୀମାନେ କେତେ ଭରସା କରି ତାଙ୍କୁ ଫୋନ୍ କରୁଛନ୍ତି, ତାଙ୍କ ଭରସା ଭାଙ୍ଗୁଛନ୍ତି। ଆରେ କୌଣସି ଭଉଣୀ ତ କାହିଁ କମେଣ୍ଟ କରୁନାହାନ୍ତି ଖରାପ କମେଣ୍ଟ। ତାଙ୍କର ସେମିତି ସିଏ ବି ସେମିତି ପଇସା ଖର୍ଚ୍ଚ କରୁଛନ୍ତି। କାହାର ତ 1000 ପାର ହେଉନି, କିଏ 1000 କିଏ 800 କିଏ 700 କିଏ 200 500 କିଏ ଟୋଟାଲ ଦେଉନାହିଁ। କାହା କତିରେ ନାହିଁ ଟୋଟାଲ ଦେଉନାହିଁ। ତା ପାଇଁ ବି ସେମିତି ଠାକୁରଙ୍କ କତିରେ ଡାକୁଛି ହାତରୁ ଖର୍ଚ୍ଚ କରିକି। ହାତରୁ ନାହିଁ ଆଉ ତମ ପଇସା ଧର ତମ ପଇସା ଦେଇଛ ତା ସହିତ ତା ପଇସା ଦେଇଛ, ଯିଏ ନ ଦେଇଛି ସେଠି ମିଳେମିଶା ଦେଇ ସମସ୍ତଙ୍କର କରିଦେଉଛି। ଏତିକି କଥା କହୁଛ। ସେଠି ଯେଉଁ ନନା ପୂଜା କରୁଛନ୍ତି ସେମାନେ କ'ଣ ପଇସା ନେଉନାହାନ୍ତି? ସିଏ କ'ଣ ରାତି 3ଟାରେ ଆସି ଯେଉଁ ପୂଜାଟା କରୁଛି ମାଗଣା କରିଦେଉଛି? ସେ କାହିଁକି ଆସିବ ଏତେ ରାତିରେ? ସେ ସକାଳେ ଆସିବା ଲୋକ ଏତେ ରାତିରେ କାହିଁକି ଆସିବ? ମୁଁ ଡକଉଛି ବୋଲି ସେ ଆସୁଛି। ମୁଁ କ'ଣ ମାଗଣା ସେଠି ଆସୁଥିବ କି? ସିଏ ବି ସେଦିନ ଚିଡ଼ିଲା, ଏତିକି ଟଙ୍କା ମୁଁ ନେବି ନାହିଁ। ନନା ଚିଡ଼ିଲେ, ମୁଁ ଏତିକି ଟଙ୍କା ନେଲେ ହେବ ନହେଲେ ନାହିଁ। ପ୍ରତି ସପ୍ତାହକୁ ତାଙ୍କର 2000 ଟଙ୍କା ନେବେ। 2000 ଟଙ୍କା କେଉଁଠୁ ଆସିବ କୁହ ତ? ତମେ ଏଠି ତ ଦେଉଛ 700 800 1000 500 300, ପ୍ରତି ସପ୍ତାହରେ ସେ 2000 ଟଙ୍କା ନେବେ କେଉଁଠୁ ଆସିବ? ଯେଉଁ କ୍ଷୀର ଚଢ଼ା ହେଉଛି ମଝିରେ ମଝିରେ, କ୍ଷୀର ତ ଏତେ ରାତିରେ ମିଳିବନି। ଯେଉଁ କ୍ଷୀର ଚଢ଼ା ହେଉଛି ସେ କ୍ଷୀର ପାଇଁ ପଇସା ତୁମ ମାଗା ହେଉଛି କି? ମାଗା ହେଉନି। ଯେଉଁ ଦୀପ ଗୁରା ଲାଗୁଛି ସେ ଦୀପ ପାଇଁ ପଇସା ମଗା ହେଉଛି କି? ହେଉନି। ଯେଉଁ ମହୁ ଫହୁ ହଳଦୀ ଚନ୍ଦନ ଶ୍ରୀ କର୍ପୂର ଏଇସବୁ ଚଢ଼ା ହେବ, ତୁମେ ତ ପଇସା ଦେଉନ, ସେ ଏକ୍ସଟ୍ରା ଦେଉନ ତ ସେଇଥିରେ। ତାଙ୍କ କହୁଛ କାହିଁକି ପଇସା ନେଇକି ଭାଇ ଖାଉଛି? କାହାଣୀ କହୁଛି, ମିଛ କାହାଣୀ। ବାଲୁଙ୍କେଶ୍ୱରଙ୍କ ନାଁରେ କାହାଣୀ କହୁଛି। ହଉ ହେଲା, ତମର ଯେତେବେଳେ ସକ୍ସେସ୍ ହେଇଯିବ ନାୟକ, ତମେ ଯେଉଁ କି ନାୟକ ତମ ନାଁ ମୋର ଆଉ ଖିଆଲ ପଡ଼ୁନି, ହଁ ତମ କଥା ମୁଁ କହୁଛି। ତମ ଯେତେବେଳେ ସକ୍ସେସ୍ ହେଇଯିବ ତମ ଭିଡ଼ିଓଟା ମୁଁ ଆଣିବି କି ଡାଇରେକ୍ଟ ଯାଇକି? ଯଦି କୁହ ମୁଁ ଆଣିବି ତାହେଲେ ଆଣିବି। ଡାଇରେକ୍ଟ ତୁମ ପାଖକୁ ଯାଇକି ପହଞ୍ଚିବି। ଟିକିନା ନାୟକ ତୁମେ ଯେଉଁଠି ଥାଅ ନା କାହିଁ ମୁଁ ଯିବି। ତେଣୁ ମୋର ଯେତେ ଖର୍ଚ୍ଚ ହେଉଛି ମୁଁ ଯିବି। ତୁମର ସକ୍ସେସ୍ ହେଇଥିବାର ଭିଡ଼ିଓ ଆଣିକି ମୁଁ ତୁମ ଭିଡ଼ିଓ ସୁଟିଂ କରିକି ଆଣିବି। ତୁମ ବୟଫ୍ରେଣ୍ଡ ସେଠି ଜାଣିବ ତୁମେ କ'ଣ କରିଛ କ'ଣ ନାହିଁ, କ'ଣ କରିକି ପାଇଛ ତାକୁ। ଫେର୍ ତୁମ ଭିତରେ ମାଡ଼ଗୋଳ ଲାଗିବ, ଫେର୍ ବ୍ରେକଅପ୍ ହେବ, ଫେର୍ କାକତି ଯିବ। କଥାଟା ବୁଝ। ମୁଁ କାହିଁକି କାହାକୁ ଆଣୁନି? ମୁଁ ତ ଏତେ କଥା କହୁଛି। ମୁଁ ତ ଯାହା ନା ନେଇ ତା ନା ନେଇ ଆସନ୍ତି। ମୁଁ ତ କୁହନ୍ତି ଆ ନା ଏଇଆ, ତା ନା ସେଇଆ, ତା ନା ସେଇଆ। କୁହ ତ ଥରେ। ଏତେ ଯେଉଁ ଲେଖିବା ପୂର୍ବରୁ ଥରେ 10 ଥର ଭାବିବ ମୁଁ କାହିଁକି କାହାର ଆଣୁନି। କାହିଁ କେହି ତ କିଛି ଖରାପ ଲେଖୁନାହାନ୍ତି, କେହି ତ କହୁନାହାନ୍ତି ନା ଭାଇ ଠକି ଦେଉଛି ଖାଇଦେଉଛି ବୋଲି। ତୁମେ ଗୋଟିଏ ଝିଅ କାହିଁ ତୁମର ହେଉନି? ତୁମର ହେବ ବି ନାହିଁ। ମୁଁ ଗ୍ୟାରେଣ୍ଟି ଦେଇ କହୁଛି ତୁମର କେଉଁଠି ଗଲେ ବି ହେବନି। ଟିକିନା ନାୟକ ଶୁଣ, ମୁଁ ଆଜି ତୁମ ନାଁଟା କହୁଛି। ଯେଉଁ ଭାଇ ବି ତୁମକୁ ଛାଡ଼ିଛି, ତୁମ ଏଇ ସନ୍ଦେହ ଗୁଣ ଦେଖିକି ଛାଡ଼ିଛି। ମୁଁ କହୁଛି ତୁମର କେବେ ବି ସକ୍ସେସ୍ ହେବ ନାହିଁ। ଜଣେ କେତେ ଆଶା ଭରସା ନେଇକି ଫୋନ୍ କରୁଛନ୍ତି ଭାଇ ପାଖକୁ, କିଏ 1000 ଟଙ୍କା ଖର୍ଚ୍ଚ କରି ଆସିଛି ଭାଇ କେତେବେଳେ ଆସି। ସେମିତି ଠାକୁରଙ୍କ, ମୁଁ କ'ଣ ଭଗବାନ? ନା ମୁଁ ଭଗବାନ, ନା ମୁଁ ଗୁଣିଆ? ଠାକୁରଙ୍କ ତ ତୁମ ଦୁଃଖଟା ଜଣାଉଛି। ଠାକୁର ନିଶ୍ଚିତ ସେଇ ଦୁଃଖ ଶୁଣୁଛନ୍ତି। ତା ମାନେ କ'ଣ ମୁଁ ପଇସା ଖାଇଗଲି, ପଇସା ଇଏ କଲି? 500 300 200 250 500 300 200 250 ଏମିତି ସବୁ ଦେଇଛନ୍ତି ସେମାନେ। ଏମିତି ଦେଇছে, ଏଇ ପଇସାରେ ମୁଁ ଚଳିଯିବି? ମୁଁ ବା ଗୋଟେ ମୋବାଇଲ ଦୋକାନ କାମ କରୁଛି, 26-27 ହଜାର ଟଙ୍କା ରୋଜଗାର କରୁଛି ମାସକୁ। ଇନସେଣ୍ଟିଭ ନା ପରସେଣ୍ଟ କାମର ଅଛି, ଯେତେ ରିପାରିଂ ହେବ ସେତେ ପଇସା। ତମକୁ କାହିଁ ମୁଁ ସାହାଯ୍ୟ କରିବାକୁ ଯିବି? ତମକୁ ମୁଁ କହୁଛି ଭଉଣୀ, ଗୋଟେ କମେଣ୍ଟ କରିବାକୁ 10 ଥର ଭାବ। ମୁଁ ଏମିତି ଖରାପ କାମ କରୁନି ଯେ ମୋତେ କମେଣ୍ଟ ଖରାପ କହିବ ମୋତେ ଭଲ ଲାଗିବ ନା, ମୁଁ ଶୁଣିକି ରହିଯିବି। ରାତି 2ଟା 2:30ଟାରେ ଉଠୁଛି,
ଅଢ଼େଇଟାରୁ ଉଠିକି ଜଙ୍ଗଲ ଯାଇକି ବେଲପତ୍ର ତୋଳୁଛି। ଭଲ ଭଲ ବେଲପତ୍ର ଗଛ ଦିନମାନ ବୁଲିକି ଦେଖିବି, କେଉଁଠି ସକାଳୁ ବୁଲିକି ଦେଖିବି କେଉଁଠି ଭଲ ବେଲପତ୍ର ଅଛି କ'ଣ ଅଛି। ରାତି 2ଟା 2:30ଟାରେ ଯାଇକି ନିଷ୍ପଦ ରାତିରେ, ଗାଁ ଗାଉଁଲି କଥା ସମସ୍ତେ ଜାଣିଥିବ, ନିଷ୍ପଦ ରାତିରେ ମୋର ଏଥିରେ କ'ଣ ଅଛି? ମୋର କ'ଣ ଘରେ ମୋ ସ୍ତ୍ରୀ ନାହିଁ? ମୋ ସ୍ତ୍ରୀ କାହିଁ ଛାଡ଼ୁଛି ବୋଲି? ମୋ ସ୍ତ୍ରୀ ତ ଛାଡ଼ନ୍ତାନି। ସମସ୍ତେ ଯେମିତି ତମେ ଯେଉଁ ଘରେ ଶୋଉଛ, ତମେ ଆରାମରେ ଶୋଉଥିବ, ସକାଳୁ ଉଠିକି ଗାଧୋଇ ପାଧୋଇ ମନ୍ଦିର ଯାଉଥିବ। ଏଇରେ ମୁଁ ଆରାମରେ ଶୋଇପାରୁନି। ଯେଉଁ ପୂଜାଟା ଯେଉଁ ସମୟରେ ହେଉଛି ସେଇ ସମୟରେ ହେଲେ ହିଁ ସକ୍ସେସ୍ ହେବ। ରାତି 2:30ଟାରୁ ଉଠିମି, ବେଲପତ୍ର ହଳଦୀ ଚନ୍ଦନ ସବୁ ରେଡ଼ି କରିମି, ଫୁଲ ରେଡ଼ି କରିମି, କଦଳୀପତ୍ର କାଟି କୁଟାଇ ସବୁ ରେଡ଼ି ରୁଟା କରି ମୁଁ ଯାଇ ମନ୍ଦିରରେ ପହଞ୍ଚିମି 3:30 ଭିତରେ। ନନାଙ୍କୁ ସେଠି ନ ଆସିଥିବେ, ନନାଙ୍କୁ ଡାକିବି, ନନାଙ୍କୁ ଡାକିକି ପୂଜା ସବୁ ରାତି ସାରିବାକୁ ପଡ଼ିବ। ତମେ ସେଇଟା କରିଛ? କରିନା। ତମେ ସକାଳୁ ଉଠିକି ଯିବ କରିବ, ଯେଉଁଟା ବ୍ରହ୍ମ ମୁହୂର୍ତ୍ତରେ କରିବା କଥା ସେଇଟା ତମେ ସକାଳୁ କରିବ। ହେଲାନି ଯେତେବେଳେ ସାଙ୍ଗେ ସାଙ୍ଗେ ଭାଇ କହିଲେ କିଛି, ମୁଁ ଯେଉଁ କମେଣ୍ଟ ତମେ କହିଛ କି ମୁଁ କରିଥିଲି ବୋଲି ହେଲାନି, ଆଉ ଭାଇ କହିଲେ ତମେ ଦିନରେ କରୁଛ ବୋଲି ହେଉନି, ତମେ ବ୍ରହ୍ମ ମୁହୂର୍ତ୍ତରେ କର, ଯଦି ନ କରିପାରିବ ତାହେଲେ ମୋତେ କିଛି ପଇସା ଦିଅ, ମୁଁ କରିଦେବି। କିଛି ପଇସା ମୁଁ ମାଗିଛି 10,000 20,000 ତମେ ମାଗିଛି? ମୁଁ କହିଛି କିଛି ପଇସା ଦିଅ, ମୁଁ କରିଦେବି। ତାମାନେ କ'ଣ? এইটা ତମର ହେଉଛି ଭୁଲ ଭାବନା। ତମର ଏଇଥିପାଇଁ ମାନସିକ ପୂରଣ ହେଉନି, ବୟଫ୍ରେଣ୍ଡ ପାଖକୁ ଆସୁନି, ମନର ମଣିଷ ବି ଆସୁନି। ଆଉ ମୁଁ ଗ୍ୟାରେଣ୍ଟି ଦେଇ କହୁଛି ସେ ମନର ମଣିଷ ତମ ପାଖକୁ ଆସିପାରିବ ନାହିଁ। ତମେ ଅଲଗା ଆଡ଼େ ବାହା। ମୁଁ କହୁଛି, ମୋର କହିବାର ବି କାରଣ ଅଛି। ମୁଁ କହୁଛି କାହିଁକିନା ତମର ଭଗବାନଙ୍କ ଉପରେ ହିଁ ବିଶ୍ୱାସ ନାହିଁ। ତମେ ଜାଣିଛ ମୁଁ ସେଦିନ ରାତି, ଏଇ ଯେଉଁ ସୋମବାର ଦିନ ପୂଜା ହେଲାନି, ଯାଇଥିଲି ରାତିରେ ଠାକୁରଙ୍କ କତିକି। ମୁଁ ଜାଣିନି ରାତିରେ ଠାକୁରଙ୍କ କତିରେ କ'ଣ ହୁଏ କ'ଣ ନାହିଁ। ମୁଁ ଡାଇରେକ୍ଟ ଯାଇକି ମା ପାର୍ବତୀଙ୍କୁ ଦେଖିଛି। ପାର୍ବତୀଙ୍କୁ ଦେଖିଲା ପରେ ମୁଁ ଦୌଡ଼ିକି ଆସିକି ବାହାରେ ପହଞ୍ଚି ଏତେ ଡରରେ ମୋ ଛାତି ଥରିଲା। ଡାଇରେକ୍ଟ ପାର୍ବତୀଙ୍କୁ ଦେଖିଛି, ଶିବଙ୍କ ପାଖରେ ସିଏ ତାଙ୍କ ସେବା ଯତ୍ନ କରୁଥିଲେ। ପୁରା ବେଢ଼ା ମନ୍ଦିର ସବୁ ପହଡ଼ ପଡ଼ିକି ଚାବି ପଡ଼ିଥିଲା। ମୁଁ ଯେହେତୁ ସବୁବେଳେ ଯାଉଛି, ମୁଁ ଗଳା ବାଟ ଜାଣିଥିଲି, କେଉଁ ବାଟେ ଯାଆନ୍ତି କ'ଣ କରନ୍ତି। ମୁଁ ଯାଇକି ଦେଖିଦେଇଛି, ଠାକୁରଙ୍କୁ ଦର୍ଶନ କରିବା ନାଁରେ ତାଙ୍କୁ ଦେଖିଦେଲି। ମୁଁ ଦୌଡ଼ିକି ଘରକୁ ବାହାରକୁ ଆସିଛି। ଆସିଲା ପରେ ସମସ୍ତଙ୍କ ପାଇଁ ମାଗିଛି, ହେ ମା ପାର୍ବତୀ ମା, ଯଦି ମୁଁ ଆସିବାର କିଛି ଭୁଲ ହେଇଛି କିମ୍ବା ବେଟାଇମ୍ରେ ମୁଁ ଆସିଛି, ମୋତେ କ୍ଷମା କରିଦେବ। ଏତିକି କରୁଣା କର। ଯେଉଁମାନଙ୍କର ମୁଁ ମୁଣ୍ଡରେ ବୁଲେଉଛି, ମୁଣ୍ଡରେ ବସି ବୁଲୁ, ଯେଉଁମାନଙ୍କର ସକ୍ସେସ୍ ପାଇଁ ମୁଁ ଏତେ ଲଢ଼ୁଛି, ଏତେ ରାତିରେ ଆସିକି, ସେଇମାନଙ୍କର ସକ୍ସେସ୍ ହେଉ। ଆଉ ମୁଁ ତାର ସଂକେତ ପାଇବି କେମିତି? ନା ଗୋଟେ ବଡ଼ ଅଖଣ୍ଡ ଦୀପ କିଏ ଲଗେଇ ଦେଇ ଯାଇଥିଲେ। ସେ ଅଖଣ୍ଡ ଦୀପଟି କେଉଁ କାରଣରୁ ଲିଭି ଯାଇଛି, ମୁଁ ଯେତେ ଚେଷ୍ଟା କଲି ଜଳିବାକୁ ଜଳିଲାନି। ସେଇ ଅଖଣ୍ଡ ଦୀପଟା ଜଳାଇ ଦିଅ, ଜଳାଇ ଦେଇକି ମୋତେ ସଂକେତ ଦିଅ ସମସ୍ତଙ୍କର ହେଉ ବୋଲି। ଏତିକି। ମୁଣ୍ଡିଆ ମାରିକି ଉଠିଲା ବେଳକୁ ସେ ଅଖଣ୍ଡ ଦୀପଟା ହୁତୁ ହୁତୁ ହେଇ ଜଳୁଛି। ଏଇଠି ସଂକେତ କ'ଣ ଆଇଲା? କି ଭଗବାନ ଆମ ପାଖରେ ଅଛନ୍ତି, ନିଶ୍ଚିତ ସକ୍ସେସ୍ ହେବ ଆମର। ତମେ ମାନେ ବାଡ଼େଇ ଛାଟି ହେଇକି ଚନ୍ଦନ ଭାଇ ଠକିଦେଲା, ଭାଇ ଫୋନ୍ ଉଠୁନି। ଆରେ ଦେଖ, ଫୋନ୍ଟା ନ ଉଠାଇବାର କାରଣ ଅଛି। କାରଣଟା କ'ଣ? ତମେ ମୋର ଶତ୍ରୁ ନା କହୁନା? ଫୋନ୍ଟା ନ ଉଠାଇବାର କାରଣ ହେଉଛି ଫୋନ୍ ଦିନକୁ ଦିନ ବଢ଼ୁଛି। ବଢ଼ିଆ ମାତ୍ରାରେ ଦେଖ, ପୁରୁଣା ଲୋକଙ୍କ ସହିତ ଯଦି ଅଧିକ କଥା ହେମି, ନୂଆ ଲୋକଗୁରା ଫୋନ୍ କରି ରହିଯିବେ। ସମସ୍ତଙ୍କ ସହିତ ମିଳିମିଶି କଥା ହେମି। ସମସ୍ତେ ଯିଏ ମୁଁ ଫୋନ୍, ଧର ତମ ସହିତ ଲାଇନ୍ରେ ଅଛି, ଘନା ଘନ ଫୋନ୍ 3-4ଟା ଆସିବ। ତମ ଫୋନ୍ କଟିଲା ବେଳକୁ ଯାହା ଫୋନ୍ଟା ଆଗେ ଆସିଥାଉ, ତେଣି ପ୍ରଥମ ଯିଏ କରିଛି ଆସିଥାଉ, କିମ୍ବା ନହେଲେ ଫାଷ୍ଟ ଯିଏ କରି ହେଉଛି ଆସିଥାଉ, କି ଯିଏ 3 ଥର ଲଗେଇ ମୁଁ ଉଠେଇନି ସିଏ ବି ଆସିଥାଉ, ଯାହା ଫୋନ୍ ଆସିବ ମୁଁ ତା ଫୋନ୍ ଉଠେଇବି। କାହାକୁ ଅନ୍ତର କରିବି? ସମସ୍ତେ ଭଉଣୀ। ତମେ ଯେଉଁ ଲେଖିଦେଲ ଆଜି ଲମ୍ବା ଚଉଡ଼ା 7-8ଟା ଖଣ୍ଡେ କମେଣ୍ଟ ଲେଖିଦେଲ, ଭାଇ ଠକିକି ଖାଉଛନ୍ତି। କ'ଣ ଖାଉଛନ୍ତି? ମୋ ଘର ମୁଁ ଦେଖେଇବି, ତମକୁ ଦେଖେଇବି। ମୋ ଘରେ ମୁଁ କଷ୍ଟ କରି AC ଲଗେଇ ଦେଇଛି, ଗାଡ଼ି 2 ବଖରା ଘର କରିଦେଇଛି। ମୋ ଘରେ କୌଣସି ପ୍ରକାର ଜିନିଷ ନାହିଁ। ମୁଁ ଏତେ ଖୋଡ଼ିଆ ବି ନୁହଁ। ତମେ ମାନେ ଯେତେବେଳେ ବାପା ପଇସାରେ ଖାଉଥିଲ, ମୁଁ ସେତେବେଳେ ଖଟୁଥିଲି। 2010ରୁ ଯେତେବେଳେ ବାପା ଚାଲିଗଲେ, ମେଟ୍ରିକ୍ ପରୀକ୍ଷା ଦେଇଛି, ମୁଁ ମୋ ଲାଇନ୍ରେ ପଳେଇଲି, ମୋବାଇଲ୍ ଲାଇନ୍ରେ ପଳେଇଲି। ମୁଁ ବହୁତ ଖଟିଛି, ପର ପଇସା ଖାଇବେନି। ତମେ କେତେ ଟଙ୍କା କ'ଣ ଦେଇଛ? ମୁଁ ପଇସା ନେଇକି ଖାଇଗଲା, ଇଏ କଲା। କ'ଣ ଖାଇଗନି? ମୁଁ ମଟନ୍ ବିରିୟାନୀ ଖାଇଗନି ନା କ'ଣ ଖାଇଗନି? ଏଇଟା ଜମା 1000 ଥର କହିବନି। ଏଇଟା ମୋତେ ଯେଉଁମାନେ କହିବ ମୋତେ ଫୋନ୍ କରିବନି। ଫୋନ୍ କରିବା ଆଗରୁ 10 ଥର ଭାବ, ଏ ଭାଇ କତିରେ କିଛି ହେଇପାରିବ କି ନାହିଁ। ଆଉ ମୋ ପାଖକୁ ଯିଏ ଆସିଛି ସେ ଫେରିନି। ଭଗବାନଙ୍କ କତିରୁ ସେତିକି ଆଶୀର୍ବାଦ ପାଇଛି, ଯିଏ ଆସିଛି ସେ ଫେରିନି। ମୁଁ ଗ୍ୟାରେଣ୍ଟି କହୁଛି, ଆଜି ରାଗିକି କହୁଛି, କାହିଁକିନା ଟିକିନା ନାୟକ ପାଇଁ। ତମକୁ ମୁଁ କିଛି ଖରାପ କହିଛି? କେତେବେଳେ କିଛି କହିଛି?
ଧଡ଼ାଧଡ଼ କମେଣ୍ଟ ପକାଉଛ ଭାଇ ଠକିକି ଖାଉଛି, ଏରା ସବୁ ଭଲ କଥା ନୁହଁ। ମୋତେ ଆରେ କିଏ ଗୋଟେ ବେପଦ କହିଦେଲେ ମୋତେ ବାଧେ। କାହିଁକି ବାଧିବନି? ମୁଁ କାହା କତିରୁ କିଛି ଖାଇଛି ନା କାହା କତିରୁ କିଛି ନେଇଛି ନା ତମକୁ କିଛି ମୁଁ ଖରାପ ବ୍ୟବହାର କରିଛି? ଏତେ ଏତେ ଝିଅ ଫୋନ୍ କରୁଛନ୍ତି ମୋ କାହା କତିରୁ ଖରାପ ବ୍ୟବହାର କରିଛି ନା କାହାକୁ ବେପଦ କହିଛି? ତମର ସକ୍ସେସ୍ ହେବ ନାହିଁ। ଯଦି ମୁଁ କହୁଛ ଏସବୁ ମନଗଢ଼ା କାହାଣୀ, ଏସବୁ ମିଛୁଣ୍ଡାରେ କେହି ବିଶ୍ୱାସ କର ନା, ମୁଁ କହୁଛି କାହାରି କଥା ମୁଁ କହିବିନି, ମୁଁ ତମରି କଥା କହିବି। ତମର ସକ୍ସେସ୍ ହେଲେ ମୁଁ ତମର ଭିଡ଼ିଓ କରିବି ତ ତମ ସ୍ୱାମୀ ସ୍ତ୍ରୀକି ନେଇକି କହିମି ଏ ଭଉଣୀଙ୍କର ଏମିତି ଅସୁବିଧା ହେଇଥିଲା, ସେ ସବୁଆଡ଼େ ବୁଲି ଆସିଲେ କିମ୍ବା ବୁଲି ନାହାନ୍ତି କିମ୍ବା ଡାଇରେକ୍ଟ ମୋତେ ଫୋନ୍ କଲେ, ଫୋନ୍ କରି ଯେତେବେଳେ କହିଲେ ମୁଁ ଏଇସବୁ ପୂଜା ତାଙ୍କର କଲି, ରାତି ଅଧରୁ ଉଠିକି ତାଙ୍କୁ ବ୍ଲକ୍ କରାହେଲା, ତାଙ୍କ ପ୍ୟାଣ୍ଟ ସାର୍ଟ ପୋଡ଼ା ହେଲା, ତାଙ୍କର ସବୁ ଯାହା ଯାହା ନୀତି ନିୟମ ଏଥିରେ ଅଛି ସେ ସବୁ କରାହେଲା। ତାପରେ ପାଇଲେ ଏ ସ୍ୱାମୀକି, ଏ ଭାଇଙ୍କି ସେ ପାଇଲେ। ତାପରେ ମାଡ଼ ଗୋଳଟା ତମ କେମିତି ହେବ? ତମ ଇଜ୍ଜତ ମହତ ରହିବ ତ ଏ ସଂସାରରେ? ସଂସାର କଥା ଛାଡ଼, ତମ ଘର ପାଖରେ ତମ ଇଜ୍ଜତ ମହତ ରହିବ ତ? ଟିକେ ମାଇଣ୍ଡରେ ପୁରାଅ। ଝିଅ ପିଲାମାନେ ଉପରକୁ ଗଲେଣି ବହୁତ କଷ୍ଟ କରିକି, ତମେ ଏତେ ବୋକା କାହିଁକି? ଏମିତି ଭିଡ଼ିଓ ମୋତେ କରିବା ପାଇଁ ଭଲ ଲାଗୁନି। ମୁଁ କାହିଁକିନା ମୁଁ ବହୁତ ଇନୋସେଣ୍ଟ, ତମରି ପାଇଁ ହିଁ ମୁଁ କରୁଛି। ଆଉ ଯେଉଁମାନଙ୍କୁ ମୁଁ କହୁଛି ମୋ ଭିଡ଼ିଓ ତମକୁ ଭଲ ଲାଗୁନି, ପ୍ଲିଜ୍ ଦୟାକରି ମୋ ଭିଡ଼ିଓ ଦେଖନ୍ତୁନି କି ମୋତେ କଲ୍ ବି କରନ୍ତୁନି। କାହିଁକିନା ମୁଁ ସେମିତିଆ ଲୋକଙ୍କ ସହିତ କଥା ହେବାକୁ ଟୋଟାଲ୍ ଆଦୌ ଚାହେଁନି। ମୋତେ ସେଇଟା ଟୋଟାଲ୍ ଭଲ ଲାଗନ୍ତିନି। ସେଇଟା ବେକାର ଲୋକରା ତମେ ସବୁ। ଯେଉଁମାନେ ମୋତେ ଏମିତି ଘୃଣା କର ନା, ମୋତେ ଯିଏ ଘୃଣା କର ମୋତେ କାହିଁକି ଫୋନ୍ କରିବ କହୁନା? ମୁଁ ତମକୁ କିଛି କହିଛି? କାହାକୁ ସମ୍ମାନ କରିଛି? ସମସ୍ତଙ୍କୁ ସମ୍ମାନ କରିଛି। ଏଇଠି ବସେଇଛି ଏଇଠି। ଦେଖିଆ କେଉଁ ଭାଇ କି ଭଉଣୀ କହିଦେବ ମୁଁ ଖରାପ ବୋଲି? ଯଦି ଖରାପ କହିଦେବ କେତେ ଟଙ୍କା ନେଇକି ମୁଁ ତମ ପାଖରୁ ଲାଞ୍ଚ ନେଉଛି? ଲୋକ ଗୁଣିଆ ପାଖରେ 50,000 60,000 ଖର୍ଚ୍ଚ କରି ଇଜ୍ଜତ ବିକିକି ଆସୁଛନ୍ତି ଝିଅମାନେ, ତମେ ଏତେ ଏମିତି ମୋତେ ଖରାପ କହିଦେଉଛ 500 300 400 ଟଙ୍କା ଦେଇକି? ନା ମୁଁ ଚଳୁଛି ଏଥିରେ। ମୁଁ ମୋବାଇଲ ଦୋକାନ ମୋ ଭିଡ଼ିଓ ପକାଉନି, ମୁଁ ସେଠି 20-25 ହଜାର ଟଙ୍କା ଦରମା ପାଉଛି ପରସେଣ୍ଟେଜ କାମରେ। ମୁଁ 15-20 ବର୍ଷ ମିସ୍ତ୍ରୀ। ମୁଁ ଯେତେବେଳେ ମୋବାଇଲ ମୋ ଅକ୍ଷର ଲୋକ ଜାଣିନଥିଲେ ସେତେବେଳେ ମୁଁ ମିସ୍ତ୍ରୀ ହେଲିଣି। ମୋର ଏଇ ପଇସା ଖାଇଯିବି, ଏଟା ମୋର ଗୋଟେ ସଉକ। ଭଗବାନଙ୍କୁ ସମସ୍ତଙ୍କୁ ସକ୍ସେସ୍ କରିବାର ଗୋଟେ ରାସ୍ତା, ଯେହେତୁ ମୋ ହାତରେ କିଛି ହେଇପାରୁଛି ସେଥିଲାଗି ମୁଁ କରୁଛି। ଆଉ ୟୁଟ୍ୟୁବ୍ ଯେହେତୁ ଗୋଟେ ନୂଆ ଖୋଲିଛି, ତାକୁ ବି ଗ୍ରୋଥ୍ କରିବା ପାଇଁ ମୁଁ ସେଟା ବି ଚଲାଉଛି। ଠାକୁରଙ୍କ ଦୟାରୁ ସବୁ କିଛି ଠିକ୍ ହେଇଯାଉ, ସମସ୍ତଙ୍କର ସକ୍ସେସ୍ ହେଉ। ଆଉ ସମସ୍ତେ ଏ ଭାଇକି ଚିହ୍ନନ୍ତୁ। ଏ ଭାଇର ଆମ ସ୍ୱାମୀ ସ୍ତ୍ରୀର ଆଗରେ କେହି ନାହିଁ, ପଛରେ କେହି ନାହିଁ, ପିଲା ଛୁଆଟେ ହେଇନି 7 ବର୍ଷ ହେଲାଣି। ଏଇ ଦୁଃଖ କଷ୍ଟରେ ମଣିଷ ଚାଲିଛି। କାହା କତିରୁ ଟଙ୍କାଟେ ଖାଇବା ଆଗରୁ ଆମକୁ 10 ଥର ଭାବିବାକୁ ପଡ଼େ। ଆମେ ନିଜେ ନନାଙ୍କ କତିରେ ବରାଳ ବାଲୁଙ୍ଗେଶ୍ୱର ପାଖରେ 5,000 ଦେଇକି ମାନସିକ କରୁଛୁ। ମୁଁ ତ ଭାବିଥିଲି ସେମିତି ଦେଇନାହାନ୍ତି। ଲୋକମାନେ ମାନସିକ କରନ୍ତି 3,000 4,000 ଟଙ୍କା ଦେଇକି, ମୋତେ ଫୋନ୍ କରନ୍ତି 500 1000 ଟଙ୍କାରେ ମୁଁ କରିଦିଏ ନନାଙ୍କୁ ଦେଇକି। ଲୋକମାନେ 3,000 4,000 ଦେଇକି ଜଳ ଅଭିଷେକ କରନ୍ତି, ମୁଁ ପଠେଇକି ବହୁତ ଆପଣମାନେ କମେଣ୍ଟ କରି ନିଶ୍ଚିତ ଜଣେ ମୁଁ ହଁ ପଠେଇଛି କି ନାହିଁ। ମୁଁ ପଠେଇକି 500 1000 ଟଙ୍କାରେ କରିଛି, 1000 ଟଙ୍କାର ଜଳ ଅଭିଷେକ କରିଛି। କାହିଁକି? ମୋର କ'ଣ ସ୍ୱାର୍ଥ ଅଛି? ନା, ଆପଣମାନଙ୍କ ପାଖରେ ପଇସା ନାହିଁ। ତମ ଦୁଃଖକୁ ନେଇକି ମୁଁ ଭଗବାନଙ୍କ ପାଖରେ ପହଞ୍ଚାଏ। କଷ୍ଟ ବି ଦେଖେ, କେତେ କଷ୍ଟ କରିକି ଆପଣମାନେ ପଇସା ଟିକେ ଯୋଗାଡ଼ କରୁଛନ୍ତି। ସବୁଆଡ଼େ ଭାବିକି ମୁଁ କମରେ କରେ। ଭିଡ଼ିଓଟି ରାଗ ଲାଗିଥିଲେ ଭାଇମାନେ ଯଦି ରାଗିଥିବ ମୋତେ କ୍ଷମା କରିବ। ଯେଉଁମାନେ ମୋ ଭିଡ଼ିଓ ଭଲ ପାଆନ୍ତିନି ସେମାନେ ଆକ୍ଚୁଆଲି ମୁଁ ଆପଣଙ୍କୁ କହୁଛି ତମେ ଭିଡ଼ିଓ ଦେଖନି କି ମୋ କତିକି ଫୋନ୍ କରନି।